এটা ଗତକାଲିର ଘଟଣା। ଗତକାଲି 8:30 ବେଳକୁ ଜଣେ ଫାର୍ଷ୍ଟ ଇୟର ଝିଅ ସିଏ ଆମର ଯୋଉ ପିଲାମାନଙ୍କୁ ମାର୍କେ ମାରିଲେ ଯୋଉ ବଟିକା ଖାଆନ୍ତି ସେଇ ବଟିକା 30ଟା ବଟିକା ଖାଇକିରି ସେ ଅସୁସ୍ଥ ହେଇଗଲେ। ତେଣୁକରି ତାଙ୍କୁ ଆମେ ଆଣିକିରି ଆଇସିୟୁରେ ଭର୍ତ୍ତି କରିଥିଲୁ। ଆଇସିୟୁରେ କାଲି ଟିକେ କଣ୍ଡିସନ ଟିକେ ଭଲ ନଥିଲା, ଆମେ ଟିକେ ଡିପ୍ରେସ ହେଇକରି ଥିଲେ। ଆଉ କାଲି ଗୋଟେ ଡାୟାଲିସିସ୍ ହେଲା, ଚିକିତ୍ସା ହେଲା ପରେ ଏବେ ସେ ସ୍ୱାସ୍ଥ୍ୟ ଅବସ୍ଥା ତାଙ୍କର ଭଲ ଅଛି। କଣ କାରଣ କୁହାଯାଉଛି କାହିଁକି ଆତ୍ମହତ୍ୟା ଉଦ୍ୟମ? ନାଇଁ ଆମେ ଯାହା ଶୁଣୁଛୁ ସେ ଏବେ 10 ଦିନ କି 15 ଦିନ ହେଲା ସେ ଡ୍ୟୁଟିରେ ଜଏନ୍ କରିଛନ୍ତି, ପିଜି ଜଏନ୍ କରିଛନ୍ତି। ସେ ଡ୍ୟୁଟି ଆଡଜଷ୍ଟମେଣ୍ଟ ନେଇକରି ସେ କଣ ଟିକେ କମ୍ପ୍ଲେନ କରିଥିଲେ ଯେ ମତେ ବେଶୀ ବେଶୀ ଡ୍ୟୁଟି ହେଇଯାଉଛି, କିନ୍ତୁ ସେଟା ସବୁ ପିଲାଙ୍କୁ ସମାନ ଡ୍ୟୁଟି ଦିଆଯାଏ। ତେଣୁକରି କଣ ହେଇଛି ସେଟା ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଇମ୍ପ୍ରୁଭ ହେଇଗଲେ ଆମେ ତ ପଚରା ଉଚରା କରିକିରି ତାର ପୁଣି ସମାଧାନ ଆମେ କରିବୁ। ସେଇ ବିଭାଗୀୟ ମୁଖ୍ୟଙ୍କ ବିରୁଦ୍ଧରେ ଅଭିଯୋଗ ଆସୁଛି, ଆଲୋଚନା ହଉଛି, ଏମିତି କିଛି ସ୍ପେସିଫିକ ଅଭିଯୋଗ ଆପଣଙ୍କ ପାଖରେ? ନାଇଁ ବିଭାଗୀୟ ମୁଖ୍ୟଙ୍କ ସହିତ ମୁଁ କାଲି କଥା ହେଇଥିଲି, ସେମିତି କିଛି ତାଙ୍କ ବିରୁଦ୍ଧରେ ସେମିତି ଅଭିଯୋଗ କିଛି ନାହିଁ। ଏଟା ସମସ୍ତଙ୍କ ପାଇଁ ସମାନ, ଡ୍ୟୁଟିଟା ସମସ୍ତଙ୍କ ପାଇଁ ସମାନ ଡ୍ୟୁଟି ଦିଆଯାଏ। ତେଣୁକରି ଯଦି ବେଶୀ ଡ୍ୟୁଟି ହଉଛି କଣ ହଉଛି ସେଟା କଣ ଆମେ ଦେଖିବୁ, କିନ୍ତୁ ସମସ୍ତଙ୍କୁ ସମାନ ଡ୍ୟୁଟି, କାହାକୁ ତ ପାତରଅନ୍ତର କରାଯାଇ ନାହିଁ। ତେଣୁକରି ଠିକ ଅଛି, ପିଲାଟା ଭଲ ହେଇଗଲା ପରେ ଆମେ ଦେଖିବୁ କଣ ବୁଝାବୁଝି କରିବୁ। ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ଏବେ? ସ୍ୱାସ୍ଥ୍ୟ ଅବସ୍ଥା କାଲି ଅପେକ୍ଷା ଆଜି ଭଲ। କାଲି ଗୋଟେ ଡାୟାଲିସିସ୍ ହେଲା ପରେ କଣ୍ଡିସନ ଟିକେ ଭଲ ଅଛି। ଆଉ ଆଜି ମୁଁ ତ ଆଇସିୟୁରୁ କାଲି ରାତିରେ ଥିଲି, ଆଜି ସକାଳେ ଯାଇଥିଲି, ପୁଣି ଏବେ ଯାଇକିରି ଦେଖିକି ଆସିଲି, କଣ୍ଡିସନ ଭଲ ଅଛି, ଇମ୍ପ୍ରୁଭ କରୁଛି। କିନ୍ତୁ କୌଣସି ଅନ୍ୟ ଜାଗାରେ କିଛି କୌଣସି ଫୋରମରେ ସେ ତା ପୂର୍ବରୁ ଅଭିଯୋଗ କରିଥିଲେ କି ପ୍ରିନ୍ସିପାଲ ବା ସେ କଥାଟା ଖାଲି ଜଣା ପଡିନାହିଁ। କାରଣ ଆମେ ତ କାଲି ପ୍ରଥମ ଶୁଣିଲା ପରେ ଦେଖିବା ପରେ ଟିକେ କଣ୍ଡିସନ ଟା ଭଲ ହେଇଗଲେ ଅଫିସ ଖୋଲିଲେ ଆମେ ବୁଝାସୁଝା କରିବୁ କଣ ହେଇଛି କଣ ନାହିଁ ବୋଲିକରି। ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କ ସହିତ ଆପଣ ଆଲୋଚନା କରିଥିଲେ କି ଯେ ଏମିତି ଘଟଣା? ହଁ, କାଲି ବିଭାଗୀୟ ମୁଖ୍ୟ ବି ଆସିଥିଲେ, ସେ ପିଲାର ସ୍ୱାସ୍ଥ୍ୟ ବି ପଚାରି ବୁଝିକି ଯାଇଥିଲେ। ମତେ ବି କହିଥିଲେ ଯେ ସାର୍ ଆଉ କଣ କରିହବ କି କଣ ବୋଲିକି ଆମେ କହିଲୁ ଯଦି ଅଛି ବସିଲେ ଡାୟାଲିସିସ୍ ଲାଗିପାରେ। ଆଉ ଡାୟାଲିସିସ୍ କାଲି ରାତିରେ ହେଲା ପରେ କଣ୍ଡିସନ ଭଲ ଅଛି। ଏବେ ଟିକେ ବିପିଟା ଟିକେ କମ ଅଛି, ବିପିଟା ଉଠିଲେ ଭଲ ହେଇଯିବ। ଆପଣ ବିଭାଗୀୟ ମୁଖ୍ୟ ସହିତ ମୁଁ ଆଲୋଚନା କରିଥିଲି, କିନ୍ତୁ ଏଇ ଡ୍ୟୁଟି ଫ୍ୟୁଟି ବାବଦରେ ମୁଁ ଆଲୋଚନା କରିନାହିଁ। ଆଚ୍ଛା, କାମର ଚାପ ବୋଲି ଗୋଟେ କଥା ସାମ୍ନାକୁ ଆସୁଛି ଯା ଏପର୍ଯ୍ୟନ୍ତ? ନାଇଁ, କାମର ଚାପ ତ ଏଇଟା ତ ଆମେ ତ କାମର ଚାପ ଆମେ କହିବୁ ନାହିଁ, କାରଣ ଏଇଟା ଗୋଟେ ନର୍ମାଲ ଡ୍ୟୁଟି। ଆଉ ଯଦି ନର୍ମାଲ ଡ୍ୟୁଟି ଆମର ଗୋଟେ ହଉଛି କ୍ଲିନିକାଲ ଡିପାର୍ଟମେଣ୍ଟ, ଏଟା ଗୋଟେ ହେଲା ଆମର ପେଡିଆଟ୍ରିକ, ଗାଇନିକ, ସର୍ଜରୀ, ମେଡିସିନ, ଏଥିରେ ନିଶ୍ଚୟ ଚାପ ଟିକେ ରହିଛି। ଚାପ ତ ରହିବ ନିଶ୍ଚୟ, ଆଉ ଚାପ ନ ରହିଲେ ପିଲାମାନେ କାମ ବି ଶିଖି ପାରିବେ ନାହିଁ। ତେଣୁକରି ଆମେ ଚାପ ବୋଲି ତ କହିବାନି, ଆମେ ସେଇଟାକୁ ଆଡଜଷ୍ଟମେଣ୍ଟ ଗୋଟେ କରେଇବା। କଣ କଲେ ସେ ଆଡଜଷ୍ଟ କରିବ ନା? ଇଟ୍ ଇଜ ଏ ଟାଇପ ଅଫ କଣ, ଏଟା ହଉଛି ଗୋଟେ ଆମର କଣ ଗୋଟେ ଆମର ସୁଇସାଇଡ୍ ନୋଟ୍ ଟି ଲେଖିଛନ୍ତି ବୋଲି ଗୋଟେ ଆଲୋଚନା ହଉଛି, ପ୍ରକୃତରେ ସେ ନେଇକି ଆପଣଙ୍କ ପାଖରେ ତଥ୍ୟ ଅଛି କି? ନାଇଁ, ମୋ ପାଖରେ ସେ ବିଷୟରେ କିଛି ଖବର ନାହିଁ। ଯଦି ଥିବ ମୁଁ ପଚାରିକି ବୁଝିବି ଆଉ।